ମା ଆମେ ପଢୁଛନ୍ତି ମାତୃରଚନାବଳୀ ଭାଗ 10। ଆଜି ପଢିବା ଜ୍ଞାନ 199। ଆତ୍ମାର କ୍ଷେତ୍ରରେ ତ୍ରୁଟି ରହିଥିବା ପର୍ଯ୍ୟନ୍ତ ରୋଗ ବାରବାର ଶରୀରକୁ ଆସିବାରେ ଲାଗିଥିବ। କାରଣ ମନ ସ୍ତରର ଅପରାଧ ଗୁଡ଼ିକ ହିଁ ଶାରୀରିକ ସ୍ତରର ଅପରାଧ ଗୁଡ଼ିକ ଲାଗି ପ୍ରଚ୍ଛନ୍ନ ରୂପେ କାରଣ ହୋଇ ରହିଥାଏ। ଠିକ୍ ସେହିପରି ମନୁଷ୍ୟ ଜୀବନର ସାମୂହିକ ମନଟି ଯେ ପର୍ଯ୍ୟନ୍ତ ଅହଂଭାବର ଅଧୀନ ହୋଇ ରହିଥିବ, ସେତେଦିନ ଯାଏ ସମାଜରେ ବାସ କରୁଥିବା ମନୁଷ୍ୟ ଲାଗି ଦାରିଦ୍ର୍ୟ ଏବଂ ଦୁଃଖ କଷ୍ଟ ସର୍ବଦା ଫେରି ଆସିବାରେ ଲାଗିଥିବ। ଜ୍ଞାନ 200। ଧର୍ମ ଓ ଦର୍ଶନ ମନୁଷ୍ୟକୁ ତାର ଅହଂ ପାଖରୁ ମୁକ୍ତ କରିନେବାକୁ ଇଚ୍ଛା କରିଥାନ୍ତି। ଏପରି ହୋଇପାରିଲେ ଭିତରେ ରହିଥିବା ସ୍ୱର୍ଗ ରାଜ୍ୟଟି ଏକ ବାହ୍ୟ ଦିବ୍ୟ ନଗରୀ ରୂପେ ହିଁ ଅତ୍ୟନ୍ତ ସ୍ୱତଃସ୍ଫୂର୍ତ୍ତ ଭାବରେ ପ୍ରତିଫଳିତ ହୋଇଉଠେ। ତାକୁ ମା କହୁଛନ୍ତି, ଶ୍ରୀ ଅରବିନ୍ଦ ଧର୍ମ ଓ ଦର୍ଶନ ଶବ୍ଦ ଦୁଇଟିର ବ୍ୟବହାର କରିଛନ୍ତି ଯେପରିକି କଥାଟି ସମସ୍ତଙ୍କର ବୋଧଗମ୍ୟ ହୋଇପାରିବେ। ମାତ୍ର ସେହି କଥାଟିକୁ ଅତ୍ୟନ୍ତ ଉତ୍ତମ ଭାବରେ ଜାଣିଥିଲେ ଯେ ମନୁଷ୍ୟ ଅହଂର ଯଥାର୍ଥ ପ୍ରତିକାରଟି ଦର୍ଶନ ଓ ଧର୍ମର ଆହୁରି ସେ ପାଖରେ ଯାଇ ରହିଛି। ତାହା ଏପରି ଏକ ଯଥାର୍ଥ ଆଧ୍ୟାତ୍ମିକ ଜୀବନରେ ନିହିତ ହୋଇ ରହିଛି, ଯାହାକୁ କି ଆମର ଭୌତିକ ଚେତନା ଗ୍ରହଣ କରିଥିବ ଏବଂ ଏହି ପୃଥିବୀରେ ତାହା ସହ ବଞ୍ଚି ପାରୁଥିବ। ଏହା ହିଁ ଚିରକାଳ ସକାଶେ ଅହଂରୁ ମୁକ୍ତ ହେବା ଲାଗି ପ୍ରକୃତରେ ସମର୍ଥ କରାଇଥାଏ। କଣ କହିଲେ ଯେ ଏଇ ଯୋଉ ଅହଂର ବିଲୋପ ସାଧନ କଥା ଉଠୁଛି, ସେଟା କେତେବେଳେ ସମ୍ଭବ ହେଇପାରିବ ନା କହୁଛନ୍ତି ଯେତେବେଳେ ଯଥାର୍ଥ ଆଧ୍ୟାତ୍ମିକ ଜୀବନରେ ଆମେ ନିହିତ ହେଇକି ରହିବା ବା ଯଥାର୍ଥ ଆଧ୍ୟାତ୍ମିକ ଜୀବନରେ ଆମେ ବଞ୍ଚିବା। ଏବଂ ଯଥାର୍ଥ ଆଧ୍ୟାତ୍ମିକ ଜୀବନ ଏଇ ଧର୍ମ ଆଉ ଦର୍ଶନ ଇଏ ଦୁଇଟାର ସେପାରୀରେ ରହିଛି। କାହିଁକି ସେପାରୀରେ ରହିଛି ମାନେ ଧର୍ମ ଦର୍ଶନ ମାଧ୍ୟମ ଦେଇକିରି ଜଣେ ଆଧ୍ୟାତ୍ମିକ ପଥରେ ପୂର୍ଣ୍ଣ ଭାବେ ଯାଇପାରିବ ନାହିଁ। କିଛି ଦିନ ପାଇଁ ବା କିଛି ବାଟ ପର୍ଯ୍ୟନ୍ତ ଇଏ କଣ କରିବ, ଆମକୁ ନେଇଯିବ, କିନ୍ତୁ ଏହାଠାରେ ଆହୁରି ଉର୍ଦ୍ଧ୍ୱକୁ ଉଠିବାକୁ ପଡିବ। ଆମେ ଯେତେବେଳେ ଧର୍ମ ଆଉ ଦର୍ଶନ କଥା ଦେଖୁଛୁ, ସେଥିପାଇଁ ଦେଖିବା କଣ ହଉଛି ନା ଗୋଟିଏ ଧର୍ମର ଯୋଉ ଧର୍ମାବଲମ୍ବୀ ମାନେ ତାଙ୍କର ମତ ନେଇକିରି ତାଙ୍କର ଦର୍ଶନ ନେଇକିରି ଅନ୍ୟ ଏକ ଧର୍ମର ଅନ୍ୟ ଏକ ଦର୍ଶନ ଭିତରେ ଯେତେବେଳେ ପାର୍ଥକ୍ୟ ଦେଖନ୍ତି, ସେତେବେଳେ ସେମାନଙ୍କ ଭିତରେ ଦ୍ୱନ୍ଦ୍ୱ ସୃଷ୍ଟି ହୁଏ। ଏବଂ ଆଗରୁ ବି ଦେଖାଯାଇଛି ବେଳେ ବେଳେ ବୈଷ୍ଣବ ମାନେ ଯୋଉମାନେ ଶିବ ଭକ୍ତ ସେମାନଙ୍କ ସହିତ ଗଣ୍ଡଗୋଳ ହବାର ଦେଖାଯାଇଛି ଏବଂ ଯୋଉମାନେ ଶାକ୍ତ ସେମାନଙ୍କ ସହିତ ଗଣ୍ଡଗୋଳ ହେବାର ଦେଖାଯାଇଛି। ତେଣୁ ଏମିତି କଣ ହୁଏ, ଅ ଇଏ ତ ଗୋଟିଏ ଆମର ହିନ୍ଦୁ ଧର୍ମ ଭିତରେ ଏମିତି ହେଇଛି ଏବଂ ଦେଖାଯାଉଛି ବର୍ତ୍ତମାନ ଅନ୍ୟାନ୍ୟ ଯୋଉ ଧର୍ମାବଲମ୍ବୀ ରହିଛନ୍ତି, ଖ୍ରୀଷ୍ଟିଆନିଟି ରହିଛନ୍ତି, ମୁସଲିମ ରହିଛନ୍ତି, ସେମାନଙ୍କ ଭିତରେ ମଧ୍ୟ ସେ ଏଇଭଳିଆ ଦ୍ୱନ୍ଦ୍ୱ ଲାଗି ରହିଛି। ଏବଂ ଇ ପରସ୍ପର ଯେତେଟା ଧର୍ମ ରହିଲେ ତାଙ୍କ ତାଙ୍କ ଭିତରେ ବି ଲାଗି ରହିଛି। ଗୋଟିଏ ଧର୍ମ ଭିତରେ ଯେତେଟା ଦର୍ଶନ ରହିଲାଣି ତାଙ୍କ ଭିତରେ ଝଗଡା ଲାଗୁଛି, ତାଙ୍କ ଭିତରେ ଦ୍ୱନ୍ଦ୍ୱ ରହୁଛି ଏବଂ ଧର୍ମ ଧର୍ମ ଭିତରେ ବି ଦ୍ୱନ୍ଦ୍ୱ ରହୁଛି। ଆଉ ଏ ସବୁର ଯୋଉଠି ଦ୍ୱନ୍ଦ୍ୱ ରହିଛି ସେଠି ଅହଂ ବିରାଜମାନ କରିଥାଏ। ତେଣୁ ଏ ଅହଂ ଯଦି ମୁକ୍ତ ହବାକୁ ଚାହୁଁଛନ୍ତି, ତାହେଲେ ଏଇ ଧର୍ମ ଦର୍ଶନ ଏ ଦୁଇଟିର ଉର୍ଦ୍ଧ୍ୱକୁ ଉଠି ଯିବାକୁ ପଡିବ। ସେଥିପାଇଁ ମା କହୁଛନ୍ତି ଯଥାର୍ଥ ଆଧ୍ୟାତ୍ମିକ ଜୀବନରେ ନିହିତ ରହିଛି ଏବଂ ଯାହାକୁ ଏବଂ ସେଇ ଯୋଉ ଆଧ୍ୟାତ୍ମିକ ଜୀବନ ଯିଏକି ଆମର ଭୌତିକ ଚେତନାକୁ ଗ୍ରହଣ କରି ପୃଥିବୀରେ ବଞ୍ଚି ପାରୁଥିବ। କାହିଁକି ନା ପୃଥିବୀରେ ବଞ୍ଚିବାକୁ ହେଲା ମାନେ ତୁମର ଅହଂର ଲଢେଇ ଷ୍ଟାର୍ଟ ହେଇଯିବ। ସେଠି କଣ ହଉଛି, ଅହଂର ଲଢେଇ ଷ୍ଟାର୍ଟ ହଉଛି। କାହା ସହିତ ହଉଛି ନା ଆତ୍ମା ଯାହା ପରିପ୍ରକାଶ କରିବାକୁ ଚାହୁଁଛି, ଅହଂ ତାକୁ ବିକୃତ କରିବା ପାଇଁ ଚେଷ୍ଟା କରୁଛି ଏବଂ ତାର ନିଜସ୍ୱ ସ୍ଥିତି ବଞ୍ଚେଇ ରଖିବାକୁ ଚାହୁଁଛି। ସେଥିପାଇଁ ପ୍ରଥମେ ଯୋଉ ଜ୍ଞାନ 199 କହିଲେ ଯେ
ଯୋଉ ଆତ୍ମାର କ୍ଷେତ୍ରରେ ତ୍ରୁଟି ରହିବା ପର୍ଯ୍ୟନ୍ତ ରୋଗ ବାରବାର ଶରୀରକୁ ଆସିବା ଲାଗିଥିବ। ଆତ୍ମା କ୍ଷେତ୍ରରେ ତ୍ରୁଟି ମାନେ ଆତ୍ମା ଦ୍ଵାରା ଯେ ପର୍ଯ୍ୟନ୍ତ ମନ ପ୍ରାଣ ଶରୀର ପୂର୍ଣ୍ଣତଃ ପରିଚାଳିତ ନ ହେଇଛନ୍ତି ସେ ପର୍ଯ୍ୟନ୍ତ ଆମର ଶରୀରକୁ ରୋଗ ଆସିବ। କାହିଁକି ଆସିବ? ତାପରେ ଆହୁରି କ୍ଲିଅରଲି କହୁଛନ୍ତି ଯେ ଆମର ମନ ସ୍ତରରେ, ଏଠି ଲେଖୁଛନ୍ତି ମନ ସ୍ତରର ଅପରାଧ ଗୁଡ଼ିକ ହିଁ ଶାରୀରିକ ସ୍ତରର ଅପରାଧ ଗୁଡ଼ିକ ଲାଗି ପ୍ରଚ୍ଛନ୍ନ ରୂପେ କାରଣ ହୋଇ ରହିଥାଏ। ମନ ସ୍ତରରେ ଯେ ପର୍ଯ୍ୟନ୍ତ ଆମର ମଳିନତା ରହିଛି, ଯେ ପର୍ଯ୍ୟନ୍ତ ଆମ ଭିତରେ ଏକ କ୍ଲାରିଟି ଆସିନି, ଆମେ ଯୋଉ କୁହନ୍ତି କ୍ଲାରିଟି ବୁଝିପାରୁଛନ୍ତି ଆପଣମାନେ, ଯେ ପର୍ଯ୍ୟନ୍ତ ମନ ତାର ଯୋଉ ସଂକୀର୍ଣ୍ଣ ଚିନ୍ତାଧାରା, ସଂକୀର୍ଣ୍ଣ ବିଚାର ଏବଂ ସଂକୀର୍ଣ୍ଣ ଜ୍ଞାନ, ତାକୁ ନେଇକି ସିଏ ଭାବିଲା ଯଦି ସବୁ ଯାକ ଜ୍ଞାନର ସିଏ ହଉଛି ଭଣ୍ଡାର, ତେବେ କଣ ହେଲା ନା ତାହା ମିଥ୍ୟାରେ ପରିଣତ ହେଇଯିବ। ଆପଣ ଯେତେବେଳେ ସେଇ ମନ ଦ୍ଵାରା ପରିଚାଳିତ ହଉଛନ୍ତି, ସିଏ ଯୋଉ ଭାବୁଛି ଯେ ମୁଁ ସମଗ୍ର ଜ୍ଞାନର ଭଣ୍ଡାର, ସେଇ ସକାଶେ ଆପଣ ଦେଖୁଛନ୍ତି ପରସ୍ପର ଭିତରେ ସବୁ ଜାଗାରେ ଯୋଉ କଳହ ଦ୍ୱନ୍ଦ୍ୱ ରହିଛି, କଣ ଯେ ମୁଁ ଯାହା କହୁଛି ଠିକ, ତମେ ଯାହା କହୁଛ ଭୁଲ। ଛୋଟ ଛୋଟ କଥାରେ ବି ଆପଣ ଦେଖିବେ ଏବେ ହେଇ ଅ, ଆମର କୋଶ୍ଚିନ୍ ଯୋଉ ପ୍ରିଣ୍ଟ ହଉଛି, ତା ଭିତରେ ଗୋଟେ କିଛି ନାହିଁ ଯେ ଜଣେ କଣ କରିଛନ୍ତି, କୋଶ୍ଚିନ୍ ରେ ଅକ୍ଷର ଗୁଡା ଏଠି ଢେମା ଢେମା କରିଛନ୍ତି। ଦଶମ ଶ୍ରେଣୀ ଛୁଆ, ଏ ନବମ ଦଶମ ଛୁଆ ବଡ ଛୁଆ, ନର୍ସରୀ କେଜି ଛୁଆଙ୍କ ପାଇଁ ବଡ ବଡ ଅକ୍ଷର ଠିକ ଅଛି। ଦଶମ ଛୁଆଙ୍କ ପାଇଁ ଏତେ ବିରାଟ ବିରାଟ ଅକ୍ଷର ଲେଖିଛନ୍ତି। ତାଙ୍କୁ ସିମ୍ପଲି ଖାଲି ଯେତେବେଳେ ଜଣେ କହୁଛି ଯେ ତୁମେ ଏତେ ବଡ ବଡ ଅକ୍ଷର ହେଇଛି ଏବଂ ଦଶମ ପିଲା ଆଉ 2 ପେଜ ହେଇଯାଉଛି, ଖର୍ଚ୍ଚ ଅଧିକ ହବ। ଦେଖନ୍ତୁ ଏମାନେ, ଆମେ ମନୁଷ୍ୟ ମାନେ ସମସ୍ତେ କଣ କରୁ, ନିଜର ଯୋଉ ପର୍ସପେକ୍ଟିଭ ଭ୍ୟୁ ଥାଏ ସେଥିରୁ ଉର୍ଦ୍ଧ୍ୱକୁ ଆମେ ଉଠିବାକୁ ଚେଷ୍ଟା କରୁ। ଅନୁଷ୍ଠାନର ସ୍ୱାର୍ଥ ପାଇଁ ଯେତେବେଳେ ଇଏ କହୁଛନ୍ତି ଯେ ଖର୍ଚ୍ଚ ଟିକେ ଅଧିକା ହଉଛି ଏବଂ ଏତେ ବଡ ବଡ ଅକ୍ଷର ବି, କାହିଁକିନା ବୟସ ଅନୁସାରେ ଦଶମ ପିଲାଙ୍କୁ ବଡ ବଡ ଅକ୍ଷର ବହୁତ ବଡ ବଡ ହେଇଯାଇଛି। ଇଭିନ ନର୍ସରୀ କେଜିଙ୍କ ପାଇଁ ବି ଯୋଉ ଫଣ୍ଟ ଦିଆଯାଏ ତାଠୁ ବଡ ଫଣ୍ଟ ହେଇଯାଇଛି, ବେଶୀ ସାଇଜ ରହିଛି। ସେଠି ସିଏ ଗଲା, ସିଏ ତ ଯାହା କହିଦେଲେ କହିଦେଲେ, କିନ୍ତୁ ତାପରେ ସିଏ ତାକୁ ନେଇକରି ଯୋଉ ଆଲୋଚନା କରୁଥାନ୍ତି, ଇଏ ହଉଛି କଣ ହଉଛି, ସିଏ ଗ୍ରହଣ କରିପାରୁନାହାନ୍ତି ବା ଗ୍ରହଣ କରିବାକୁ ଚେଷ୍ଟା କରୁନାହାନ୍ତି ଯେ କଣ ପାଇଁ କୁହାଯାଉଛି। ଏଠି ପ୍ରୋବ୍ଲେମ ହଉଛି ସେଇ ଜାଗାରେ, କାହିଁକି ନା ଅହଙ୍ଗ୍ର ବଶୀଭୂତ ହେଇ ଯେତେ ମୁଁ ରହିଛି, ସେତେବେଳେ ମୋ ଭିତରେ ଗ୍ରହଣଶୀଳତା କମି ଯାଇଥାଏ। ତେଣୁ ମନ ତାର ଯୋଉ ଚିନ୍ତାଧାରା ରହିଛି, ସେଇ ଚିନ୍ତାଧାରାର ଗଣ୍ଡିରୁ ବାହାରକୁ ବାହାରିବା ପାଇଁ ଚେଷ୍ଟା କରୁନାହିଁ। ତେଣୁ ତାର ଯୋଉ ନିଜସ୍ୱ ଯୋଉ ଗୋଟିଏ ଧାରାର ଚିନ୍ତା ଶୈଳୀ ରହିଛି, ତା ଫଳରେ କଣ ହଉଛି ନା ସେଉଠି ହିଁ ସୃଷ୍ଟି ହୁଏ ଆକ୍ଚୁଆଲି ଅପରାଧ ସୃଷ୍ଟି ହୁଏ। ଆପଣ ଦେଖନ୍ତୁ ଏଠି ଅପରାଧ ବେଲେ ଆମେ ବୁଝିବା ନାହିଁ ଯେ ସବୁବେଳେ ଅପରାଧ ମାନେ କେବଳ ହତ୍ୟା କଲେ ଅପରାଧ, ଚୋରି କଲେ ଅପରାଧ। କଥା ହଉଛି ସେ ଯୋଉ ଆପଣ ଯୋଉଟା ଚୋରି କହୁଛନ୍ତି, ହତ୍ୟା କହୁଛନ୍ତି, ସାମାଜିକ ଦୃଷ୍ଟିରୁ ନୈତିକତା ଦୃଷ୍ଟିରୁ କହୁଛନ୍ତି। ଯେତେବେଳେ ଜଣେ ଆଧ୍ୟାତ୍ମିକ ଜୀବନ ଯାପନ ବଞ୍ଚୁଛି, ଜଣେ ଯେତେବେଳେ ଏଇ ପୃଥିବୀରେ ବଞ୍ଚୁଛି, ସେତେବେଳେ ଭଗବାନଙ୍କର ନିୟମ ଚାଲିଛି। ଭଗବାନଙ୍କ ନିୟମରେ କଣ ହଉଛି, ଆପଣ ଯେ ପର୍ଯ୍ୟନ୍ତ ସଂକୀର୍ଣ୍ଣତାରୁ ଦୂରେଇ ଯାଇ ବିସ୍ତାର, ବିସ୍ତୀର୍ଣ୍ଣ, ପ୍ରସାର, ବ୍ୟାପକ ଏବଂ ସାମଗ୍ରିକ ଆଡକୁ ଗତି କରୁନାହାନ୍ତି, ତାମାନେ ଆପଣ ଅପରାଧ କରୁଛନ୍ତି। ଆପଣ ଅପରାଧ କରୁଛନ୍ତି। ତେଣୁ ସେଠି କଣ ହଉଛି, ମନର ସେ ଯୋଉ ସଂକୀର୍ଣ୍ଣ ସୀମା ଭିତରେ ଯେତେବେଳେ ବାନ୍ଧି ରହୁଛୁ ଆମେ, ସେତେବେଳେ ଆମେ ଯୋଉ ଅପରାଧ କରୁଛୁ ତାର ପରିଣାମ ସ୍ୱରୂପ କଣ ହୁଏ, ଶରୀର ଉପରେ ତାର ପ୍ରଭାବ ପଡେ। ତାପରେ ଆହୁରି ଗୋଟେ ବଢିଆ କଥା ଟିକେ କହୁଛନ୍ତି, ଦେଖିବେ ଶ୍ରୀ ଅରବିନ୍ଦ ଏତେ ବୈଜ୍ଞାନିକ ଦୃଷ୍ଟିକୋଣ ନେଇ ବର୍ଣ୍ଣନା କରିଛନ୍ତି, ମାନେ ଏତେ ଗଭୀରତାକୁ ଯାଇଛନ୍ତି, ବ୍ୟାପକ ଭାବରେ ଆଲୋଚନା କରିଛନ୍ତି, ତାହା ବିରଳ। ଏଠି ସେ କହୁଛନ୍ତି ଯୋଉ ସମାଜରେ ଯୋଉ ଦୁଃଖ କଷ୍ଟ ଦାରିଦ୍ର୍ୟ ରହିଛି, ତାର ପଶ୍ଚାତର ଯୋଉ କାରଣଟି, ସେ କାରଣ ହଉଛି କଣ, ଆମର ଯୋଉ ଯୋଉ ସମାଜରେ ଆମେ ବସବାସ କରୁଛୁ, ତାର ଗୋଟେ ସାମୂହିକ ଜୀବନ ରହିଛି, ସାମୂହିକ ମନ ରହିଛି। ସେ ସାମୂହିକ ମନ ଯେ ପର୍ଯ୍ୟନ୍ତ ଅହଙ୍ଗର ଅଧୀନ ହେଇ ରହିଛି, ସେ ପର୍ଯ୍ୟନ୍ତ ଦାରିଦ୍ର୍ୟ ଦୁଃଖ କଷ୍ଟ ରହିଥିବ, ନିଶ୍ଚୟ ରହିବ। ଆପଣ ଯେପରି ଦେଖୁଛନ୍ତି, ଆମେ ଯୋଉ ଘର ପରିବାରରେ ଆମେ ରହୁଛନ୍ତି, ଆମ ପରିବାର ଭିତରେ ଆପଣ ଦେଖିବେ
ସମସ୍ତଙ୍କର ନିଜସ୍ୱ ଯେପରି ମନ ରହିଛି, ନିଜସ୍ୱ ଯେପରି ଆମର ଆତ୍ମା ରହିଛି, ସେଭଳି ଭାବରେ ପରିବାରର ଗୋଟେ କେନ୍ଦ୍ର ରହିଛି, ଗୋଟେ ଆତ୍ମା ରହିଛି, ପରିବାରର ଗୋଟେ ମନ ରହିଛି। ଆପଣ ଦେଖିବେ ଯେତେବେଳେ ବାହାରେ କୋଉଠି ଆମ ପରିବାର ବିଷୟରେ କଥାଟା ଉଠି ପଡେ, ସେତେବେଳେ ସାଙ୍ଗେ ସାଙ୍ଗେ ଆମର ସମସ୍ତଙ୍କର ମନ ଏକାଠି ହେଇଯାଏ। ଝଗଡ଼ାଝାଟି ବେଳେ ହଉ ଏକାଠି ହେଇଯାନ୍ତି ନା ଏକାଠି ହେଇଯାନ୍ତି। ସେଇ ଯୋଉ ଇଏ ଗୋଟେ ଖାଲି ଛୋଟିଆ ଏକ୍ଜାମ୍ପଲ ଟେ ଦେଲେ, ଏହା ଯେ ପୁରା ମାନେ ସମଗ୍ର ଭାବେ ପରିପ୍ରକାଶ ହଉଛି ବୋଲି ତା ନୁହେଁ, କିନ୍ତୁ ଇଏ ହଉଛି ଗୋଟେ କଣ ଯେ ପରିବାରର ସାମୂହିକ ମନ। ସେଭଳି ଗୋଟେ ସମାଜର ରହିଛି, ଗୋଟେ ଦେଶର ବି ରହିଛି। ସେଇ ସାମୂହିକ ମନ ଯେ ପର୍ଯ୍ୟନ୍ତ ଅହଂର ବଶବର୍ତ୍ତୀ ହେଇ ରହିଥିବ, ସେ ପର୍ଯ୍ୟନ୍ତ ଆମର ଦାରିଦ୍ର୍ୟ ଦୁଃଖ କଷ୍ଟ ରହିବ। ଏବଂ ସେ ସାମୂହିକ ମନ ବିଶେଷ କରି ନିର୍ଭର କରେ ଘରର ମୁରବୀ ବା ସମାଜର ମୁରବୀ ବା ଯୋଉମାନେ ଆଗ ଧାଡିରେ ରହିଛନ୍ତି ସେମାନଙ୍କର ସାମର୍ଥ୍ୟ, ସେମାନଙ୍କର ବିକାଶ, ମାନସିକ ବିକାଶ, ମାନସିକ ଏଠି ସାମୂହିକ ମନ କଥା ପଡୁଛି ତେଣୁ ମାନସିକ ବିକାଶ, ମାନସିକ ସାମର୍ଥ୍ୟକୁ ଉପରେ ମଧ୍ୟ ନିର୍ଭର କରେ। ଆପଣ ଦେଖୁନାହାନ୍ତି ଅନୁଷ୍ଠାନରେ ଗୋଟେ କ୍ଲାସରେ ଆମେ ଦେଖୁଛନ୍ତି, ଗୋଟେ କ୍ଲାସରେ କ୍ଲାସ ଟିଚର ଯୋଉ ପ୍ରକାର ଆଟିଚ୍ୟୁଡର ବା ଯୋଉ ପ୍ରକାରର ତାଙ୍କର ବଞ୍ଚିବାର ଶୈଳୀ, ତାଙ୍କର ଭାବନା ଚିନ୍ତା କରିବାର ଶୈଳୀ, ସେ ପ୍ରକାରର ଶୈଳୀ ସାଧାରଣତଃ ତାଙ୍କ ପିଲାଙ୍କ ଭିତରେ କଣ ହୁଏ ପ୍ରବାହିତ ହେଇଥାଏ। ଏଇଟା ଆମେ ଦେଖୁଛୁ। ତାକୁ ଆଉ ଟିକେ ଅତି ଡିଟେଲ୍ସ ଦେଖିବେ, ଦେଖିବେ ତାହା ହିଁ ସତ୍ୟ ହୁଏ। ତେଣୁ ସେ ଏଠି ଯେମିତି ଗୋଟେ କ୍ଲାସ ଭିତରେ ରହୁଛି, ସେମିତି ଗୋଟେ ଅନୁଷ୍ଠାନରେ, ଗୋଟେ ଘର ଭିତରେ, ଗୋଟେ ଦେଶରେ, ସବୁ ସବୁ ଜାଗାରେ ଏକ ସାମୂହିକ ମନ ରହିଥାଏ, ଯିଏ କି ଡିସାଇଡ କରେ ସମାଜ ବା ସେଇ ସମୂହଟି କୁଆଡେ ଗତି କରିବେ। ଯେତେବେଳେ ସେଇ ସାମୂହିକ ମନଟି ଅହଂମୁକ୍ତ ଯଦି ହେଇଗଲା, ଓଃ ଆପଣ ତ ସ୍ୱର୍ଗ ରାଜ୍ୟ ସିଓର ଆଉ। ତେଣୁ ସେଠି ଅ, ଅହଂ ପାଖରୁ ମୁକ୍ତ ହବା ପାଇଁ ବାଟ ହଉଛି ଧର୍ମ ଓ ଦର୍ଶନର ঊର୍ଦ୍ଧ୍ୱକୁ ଉଠିବା ଏବଂ ଆମର ଯୋଉ ଅହଂ ଭାବରେ ଆମେ ବଶୀଭୂତ ହେଇ ରହିଛୁ ସେଇଟାରୁ ମୁକ୍ତ ହବା ପାଇଁ ଏବଂ ଦାରିଦ୍ର୍ୟ ଦୁଃଖ କଷ୍ଟରୁ ମୁକ୍ତ ହବା ପାଇଁ ସେ ଅହଂ ଭାବରୁ ମୁକ୍ତ ହବା ଜରୁରୀ। ଇ ଥିଲା ଜ୍ଞାନ ଶୟନ ସତ ଆଉ ଜ୍ଞାନ ଦୁଇଶରେ। ମା ଥ୍ୟାଙ୍କ ୟୁ ଅଲ୍ ଓଭର।